କାପୁଲି ଧରେ ପକେଇଥିଲା ସେ ପୁରା ପରା ପକେଇ ଦେଇଥିଲା। ସେମିତି ତ ତମର ଅଲଗା ପ୍ରକାର। ଆମ ଏପଟେ ଏମିତିଆ ପକଉଛନ୍ତି ଦୋକାନରେ ବି ଏମିତିଆ ପକୋଡି ଯେମିତି। ଏଇଠି ଭାଉଜଙ୍କର ଆଇଟମ ବନିଲା ପକୁଡି। ଛଣା ସେପାଟକୁ ଛଣାଟା ରଖି ଚାଉଳ ପକୋଡି ହଉଛି। ଚାଉଳ ପକୁଡି ଆଣ୍ଟ ପକୁଡି ଏ ଚାଉଳ ପକୋଡି ଆଣ୍ଟ ପକୁଡି ଆଣ୍ଟ ପକୁଡି ପକୋଡିଟା ଏମିତି ହବ ନା। ଚାଉଳ ପକୋଡି ଆମର ତିଆରି ହଉଛି। ଚାଉଳ ଗୋଲମରିଚ ଅଦା ପକେଇକି ଗୋଟେ ରେସିପି ହେଇଛି ଆଉ। ପକୋଡି ତିଆରି ହଉଛି। ରୋଷେଇ ସରିଗଲା ହେଲେ ବାଇଗଣ ନାଇଁ, ସାରିଲେ ଆମର ଭାତ ବସୁଛି। ସେ କହନ୍ତି ରୁଟି ଆଜି ଭାତ ଖାଇଦିଅ, ରୁଟି ଆଉ ଏଇନା କରିପାରିବନି। କେତେବେଳେ କରିବ? ପାଠ ନଥିଲା ଦରାଣ୍ଡିକି ଆଣିକି ଥୋଇଦି। ଏଇଟା ଆଣିଦେଲେ ଭାଇ ଆଣି ଦେଇଛନ୍ତି। ମହି କାଠ ଖଣ୍ଡେ ଥିଲା ସେଠୁ ସେଇ ଗୋଟା ଯୋଉ ଭାତ ବସେଇ ଦିଅ କେତେବେଳେ କରିବ ଫେରେ କଟାକଟି କଲେ ତରକା ଦିଅ ତରକାରୀ କାକୁଡି ଖାଇ ଗରମ ଗରମ ଖାଇଲେ ଝାଡା ହେଲେ ତ ଭଲ। ଝାଡା ହେଇଗଲା ଆଉ ଟିକେ ଯାଉ ଚାମୁଚ ଯିବି ଚାମୁଚ କାହିଁକି ଚାମୁଚ ତ କୋଉଠି ପାଉନି ମୁଁ ଚାମୁଚ ଗୋଟା ଚାମୁଚ ଘରେ ନାହିଁ ହେଲେ କଳସ ଆଉ ଆର ସାଲ ଅଖା ନ ହଉଛି ସବୁ ବର୍ଷ ଅଖାକୁ କୁଆଡେ ଫୋପାଡୁ ହଉଛି ଏମିତି ସିଆଣିଆ ତ ଖାଉଛ ତମେ। ଭାଉଜ ବାଇଗଣୀ ଛାଣିଲେଣି। ପକୁଡି ଛଣା ସରିଲା ଏଇଠି। ଏବେ ବାଇଗଣୀ ଛାଣୁଛନ୍ତି। ଏଟା ଭାତ ସହିତ ଖିଆ ହବ ବାଇଗଣୀ। ଭାତ ସହିତ ବାଇଗଣୀ ଖାଇବେ। ଆଜି ଆଙ୍କର ହବ ବାଇଗଣ ଖାଇଦେଲା ଗଲା ସରିଲା। ତେଲ ହେଲା ମେନ୍ ଆଉ। ସେଇଆ ହେଲା ନହେଲେ ବାଇଗଣ ଛାଣିଦବ ଖାଇଦବ। ଏ ବିକା ହଉଛି ଦୋକାନରେ। ଗୋଟେ ଗୋଟେ 10 ଟଙ୍କା ନା 5 ଟଙ୍କା ପିସ୍ ଥିବ ଆଉ। ଡଲି ଡଲି ଅଛି ଲଙ୍କା ଯୋଉଟା 3ଟା ଦଉଛି ଛାଣିବି ଖାଇବା ଭଲ ଲାଗିବ ପଡୁନି ଲଙ୍କା ଏ ମ୍ୟାଡାମ ରେଡି ହେଲେଣି ଯାତ୍ରା ବୁଲି ଯିବେ ବୋଲି ରେଡି ହେଲେଣି। ଦେଇଦଉନ 20 ଟଙ୍କା ମାଗୁଛି। ଝିଅ ତ ନାଇଁ ଗଲା ପଇସା ଦେଲାନି ମୁଁ କଣ କରିବି ପାମ୍ପଡ଼ କାଲି ଯୋଉ ସେଦିନ ପାମ୍ପଡ଼ ନଥିଲା ସେଇ ଟଙ୍କା ସେଇଠୁ ଠକିଥିଲା 50 ଟଙ୍କା ଦେଲି ଆଉ ଦେଲନି ପଇସା ଏଇଠି ଜଣା ପଇଲା ଆରେ ଆଣୁଛି ନା ଆଣିବୁନି ଯା ତୁ ଆକୁ ଆଣିବ ତାକୁ ଦେଇଦଉନ 20 ଟଙ୍କା ନେଇକି ଯାଉ ହରି ଆମ ପିଲା ଦେଇଦଉନ। ତାଙ୍କର ବାଇଗଣୀ ଛଣା ହେଇଗଲା, ପକୁଡି ଛଣା ହେଇଗଲା। ଏବେ ମରିଚ ପକୁଡି ଛଣା ହବ। ଏଇଠି ଭାଉଜ କେତେ ଭେରାଇଟିର ପକୋଡା ସବୁ ବନେଇଲେଣି। ଆଜି ମନ ହେଇଛି ମାନେ ସବୁ ଭେରାଇଟି ପକୋଡା ହବ। ଆ କି ମସ୍ତ ପବନ ହଉଛି ଭାଉଜ। ଯାଉଛି ରୋଷେଇ କରିକି ଛାତ ଉପରୁ ପଳେଇବି।
କଣ ବସେଇଛୁ? କ୍ଷୀର ବସି ଯାଉଛି ତମ ଘରେ ତମର ଭୋଗ ଭିଡ଼ିଓଟା ତମ ମାଟିରେ ଗାଣ୍ଡି ଭୁଷୁଟା ପକେଇ ଦେଇକି ଆହୁରି ପାଣି ତ କୁଆଡେ ନାହିଁ। ପାଣି ପରା କୁଆଡେ ନାହିଁ ରେ ପାଣି ଦବ କଣ କେସା କାହିଁ ଯେ କୋଉଠି ପାଣି ତ ଇଆଡେ ନାହିଁ ଆଉ ଦେଇଦେବି କାହାକୁ ପାଣି ସବୁଆଡେ ବାବା ଗାଣ୍ଡି ଭୁଷୁଟା ପକେଇ ଦେ ଆରେ କୋଉଠୁ ଆଣିବି ଯା ଏଇଠି ଛଅଞ୍ଚି ପଡିବୁ ତମ ନଳାରେ। ନଳାରେ ଛଅଞ୍ଚି ପଡେ ନଳ ବହୁତ ହେଇନି ମତେ ସରିଲା ରୋଷେଇ ତାହେଲେ ପକୁଡ଼ି ଛଣା ସରିଲା। ସରିଲା ହବ ଆମର ଭାତ ବସିବ ତରକାରୀ ରନ୍ଧା ହବ ମୁଁ ଯାଉଛି ରୋଷେଇ କରିବି। ଭାତରେ ପଡ଼ିବ ଦେଖନ୍ତୁ ଇଏ ଗୋଟେ ଶାଗ। ଏଇ ଶାଗ କିଏ ଖାଇଛନ୍ତି କମେଣ୍ଟ କରନ୍ତୁ। ତାଙ୍କର କଣ ଆସି ତୋରାଣି ନେଇନାହାନ୍ତି ଯେ ଫୁଲ ହେଲା ଢାଳିବି ଏମିତି। ଏ ଶାଗ ବିଲରେ ହିଁ ହୁଏ ଜମିମାନଙ୍କରେ। ଆପଣମାନେ ଆକୁ କେବେ ଖାଇଛନ୍ତି କି? ଏଇଟା ବହୁତ ଔଷଧ ଗୁଣୀୟ ଶାଗ ଅଟେ। ଦେଖନ୍ତୁ ଏଇ ଶାଗ ତାଙ୍କର ବିଲରୁ ଆସିଛି ମୂଳା ଚାଷ କରୁଛନ୍ତି। ଏ କୋବି ଆଳୁ ତରକାରୀ ହବ। କୋବି ଆଳୁ ଭଜା ହେଲା। ଏଇଠି ଖମ୍ବା ଆଳୁ କଦଳୀ ଆଉ ଆଳୁ ତେଲ ଭଜା ହେଇଛି। ଏଇଠି କୋବି କଟା ହେଇକି ରହିଛି। କୋବି ଆଳୁ ତରକାରୀ ହବ। ଭାତ ହେଇଗଲା ଡାଲି ବି ହେଇଗଲା। ଆଜିର ମେନୁ ଏଇଆ ଖମ୍ବା ଆଳୁ ଭଜା। এইটি মশলা গ্রাইন্ডিং করে রখিদেছি। এইটি মশলা গ্রাইন্ডিং করে দিয়ে টমাটো রসুণ পেঁয়াজ গ্রাইন্ডিং করে দিয়েছি। কোবি আলু তরকারি হব। এইটা হচ্ছে খম্বা আলু ভজা। এইটি পিতা শাগ ରୋଷେଇ ହଉଛି। ଦେଖନ୍ତୁ ପନିପରିବା ସବୁ ପଡ଼ିକି ପିତା ଶାଗ ହଉଛି। ପିତା ହଁ देखो कत बड़ देख बिग साइज एकबार धरो समान कर ए আমার কাছে চিরা ফাটা পাবে না ভালো কোয়ালিটি চিরা ফাটা হলে আজকে রাখলে অন্য দিন বললে দিয়ে যাব কোনো অসুবিধা এইবারই তো হ্যাঁ কবিতা তো কাকে না লেই না লিটে ଗୋଟେ গোটে নেলো গোটে বড়া ସେ ଧଳାଟା ଗୋଟେ ଅଛି ତ ধলা নাই ব্ল্যাক গোটে দেই দিবি বাস এই কালার সেই সেম কালার গোটে আছে এরকম গোট থইছে নাই এই দুটা টুকরা রাখিলো ଆଜି ଫେରିବାଲାଠୁ ବେଡ଼ସିଟ୍ କିଣା ହେଲା 3ଟା ପିସ୍ 450 ମସ୍ତ ଚିପ୍ରେ ମିଳିଲା। ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି କହିବେ। 3ଟା ପିସ୍କୁ 450। ଦେଖନ୍ତୁ ଏଇଠି ମୁଁ କୋବି ଆଳୁ କଷିଛି। ଆମର ହେଉଛି କୋବି ଆଳୁ ତରକାରୀ। ଚାଲିଛି ଗୋଟେ ପାଣି ଦେଇଦେବା ମସଲା ସିଝିଲା କି ନାହିଁ। ଦାଦା କ'ଣ ଖାଉଛ? ଭାତ ମାଛ ଭଜା ଆଉ ଘାଣ୍ଟ କାକୁଡ଼ି ବାଇଗଣ ଚିଙ୍ଗୁଡ଼ି ପକେଇ ଘାଣ୍ଟ ହେଇଛି। ଦାଦା ଏଇଠି ଖାଇ ବସିଛନ୍ତି। ଆଜି ମନ ଖୁସି। ଡଲିହର ଏଇଠି କାଲି ବି ପତ୍ର ପିଆଜ ପତ୍ର ପିଠୋ ଭଜା ଆଜି ବି ପିଆଜ ପତ୍ର ପିଠୋ ଭଜା ଟମାଟୋ ଭଜା ହେଲାଣି। ଆହୁରି ରଖିଲା କୋଉଠି ହଁ କେତେଟା? 3ଟା କ'ଣ କହୁଛି 3ଟା 3ଟା ମାନେ 2ଟା ନାଇଁ ନାଇଁ ଗୋଟେ ହଳ ସିଙ୍ଗଲ ପିସ୍। ଦେଖନ୍ତୁ ପିଆଜ ପତ୍ର ପିଠୋ ଭଜା କାଲି ଖାଇକି ପାଟୁ ଲାଗିଯାଇଛି ଲାଳ। ଆଜି ପର୍ଯ୍ୟନ୍ତ ଚାଲିଛି ଖିଆ। ଏଇଠି ଟମାଟୋ ଭଜା ହେଉଛି। ଆଉ କ'ଣ ଭାଜିବ ହେ ଭାଉଜ? କୋଉଥିରେ ଗୋଟେ ମାଗି ନହେଲା
ଭଜା ହବ ପାଣିଆ ଖିଆ ଶୁଖୁଆ ପାଣିଆ ଖିଆ ଶୁଖୁଆ ବା এইটা হলে খিয়া হব 12টা 12:30 ହେଲାଣି ହଁ ମାଛ ଭଳିଆ ଦୁସୁଛି ମାଛଟା ଶୁଖୁଆଟା ନା ମାଂସାଳିଆ ନାହିଁ ବୋଧେ ଖାଲି କଣ୍ଟା ଦେଖନ୍ତୁ ଶୁଖୁଆ ଭଜା ହେଲେ ହଁ ଚାଲେ ନେବି ଗୋଟେ ରଖିବେ ଆଉ ଦୁଇଟା ଚାଲେ ବେଡସିଟ୍ ମାନେ ଡ୍ରେସ୍ ପଟା କ'ଣ ଆସିଲେ ଗୋଟେ କିଣିଥାନ୍ତି ଡ୍ରେସ୍ ଏକା ପ୍ୟାଣ୍ଟି ଫ୍ୟାଣ୍ଟି ଗୋଟେ କିଣିଥାନ୍ତି ଗନ୍ଧୁଛି ମାତ୍ର ପ୍ରବଳ ନା ପ୍ରବଳ ଗନ୍ଧ ହେଉଛି ଗୋଟେ ଗୋଟେ ଶୁଖୁଆ ଗନ୍ଧ ହେବନି ଇଏ ବେଶୀ ଗନ୍ଧୁଛି ହେଇଗଲା କଞ୍ଚା ଅଛି ହଁ ବାଡ଼ା ବାଡ଼ି କଲେ ଭିତରେ ହେଇଯିବ ଆଉ ସାଇଜରେ ବାଢ଼ିବ ଫଟୋଟା ଉଠେଇବ ଗୋଟା ଖାଇବ ନା ଖଣ୍ଡେ ଖଣ୍ଡେ କରିଦେବ ତାକୁ ଶୁଖାଅ ବେଶୀ ଖାଇ ପାରୁନ ଶନିବାର ଖାଉନ କଲି ଖାଇଲା ବାହାର କରିଦେବ এইটি ভাউজঙ্কর খিয়া আরম্ভ ହେଲା এইটি ଅଛି ଭାତରେ ଶୁଖୁଆ ଭଜା ପିତା ଶାଗ ରାଇ ପିଆଜ ପତ୍ର ପିଠଉ ଭଜା କୋବି ଆଳୁ ଭଜା ଟମାଟୋ ଆଳୁ ପାଗ ପାଣି ଆଉ କ'ଣ ମିକ୍ସଚର ପକେଇବ ମିକ୍ସଚର ପଡ଼ିବ ଏବେ ତରକାରୀ ଥର ମିଶ୍ଚର ତୋ ଭାତ କ'ଣ କଲେ ଗୋଟି ଗୋଟି ହେଇଛି ମୋ ଭାତ ସେଟା ତଳ ତଳ ହେଇଥିବ ଭାତ ମେଲା ଥାଉଛି ସେ ଚୁଚୁନ୍ଦ୍ରା ଚାଲୁଥିବ ଇଏ ଯୋଉ ବେଲାରେ ଥୋଇ ନେଲା ଯୋଉ ଭାତ ଯୋଉ ଗୋଟି ଗୋଟି ଡାଲି ସେଇ ଭାତ ଖାଉ ନା ନାଇଁ ହଁ ଖା ଗୋଟେ ଦେଖା ଶୁଖୁଆ କେମିତି ଲାଗୁଛି ଖିଆ ହେଇନି ସେ ବାଡ଼ି ଦବ ଏକାଥରେ ଦବ ଦବ ଏ ଶୁଖୁଆ ଖାଉନା ଭଲ ହେଇଛି ଭଲ ଲାଗୁଛି ତାକୁ ଲୁଣ ରାଗ ଲୁଣ ରାଗ ଲଙ୍କା ଦଉନ କିଲୋ ଆମର ବି ନାହିଁ ଦେଖନ୍ତୁ ଶାଶୁ ବୋହୂଙ୍କର ଖାଇବା ଷ୍ଟାର୍ଟ ଆଜି ଡଲି ମ୍ୟାଡାମ କ'ଣ ରାଧା କୃଷ୍ଣ ରାଧା ହେଇଗଲା ଖିଆ ପିଆ ବିଲେଇ ଅନେଇ ରହୁଛି ଶୁଖୁଆ ବାସ୍ନାରେ ସଙ୍ଗିକି ଦେଖନ୍ତୁ ବିଲେଇ ବି ଖାଇବାକୁ ଅନେଇଲାଣି ଶୁଖୁଆ ତାକୁ ମୁଣ୍ଡଟା ପକେଇଦ ତା ମୁଣ୍ଡଟା ପକେଇ ଦଉନ ତା ଆଡ଼େ ଖା ବିଲେଇକୁ ମୁଣ୍ଡ ଦିଆହେଲା କେଡ଼େ ସ୍ୱାର୍ଥପର ସେମାନେ ଖାଇବେ ଲାଞ୍ଜ ଭଲ ପିସ୍ ବିଲେଇକି ଦିଆହେଉଛି ମୁଣ୍ଡ ପିସ୍ ମା ପିଲା ଖାଇଦେଲେଣି ଭାଇ ଭଉଣୀ ଦି ଭାଇ ଦେଖନ୍ତୁ ବିଲେଇ ମାନେ କେମିତି ଖାଉଛନ୍ତି ଏପଟେ ଶାଶୁ ବୋଉଙ୍କ ଖିଆ ଚାଲି ସେପଟେ ଭାଇ ଭଉଣୀ ଖିଆ ଚାଲିଛି ଚାଲିଛି ଆମର ରୋଷେଇ ଦେଖନ୍ତୁ ଆମର କେତେ ସଉଦା ଆସିଛି କଖାରୁ ଇଏ ଦେଶୀ ପିଆଜ ଟମାଟୋ ଆଳୁ ଏଇଠି ଅଛି ସାରୁ ଯେଉଁ ଛୋଟ ସାରୁ ବା କୁଜି ସାରୁ କୁହନ୍ତି ଆକୁ ये हूँ सारू बंधा है बाहर नहीं ये हूँ ये कुजी सारू देसी सारू आपको आंबला कले मस्त लगे ना मसला देकी भाजिले भी पिठो भजा कले टेस्टी लगे देखते कि बढ़िया टमाटो आसची मस्त मार्केट को मस्त टमाटो भी आसची
ଆଉ ଆଳୁ ତ ଜାଣିଥିବେ କେତେ ଶସ୍ତା ଅଛି ଆଳୁ 8 କେଜି 10 କେଜିକୁ 100 ଟଙ୍କା ଦେଖନ୍ତୁ। ଆଉ ଏଇ ତ ପିଆଜ ଦେଶୀ ପିଆଜ ଆଉ ମସ୍ତ ଲାଗିବ ଏଇଟା ପଖାଳ ଭାତ ସହିତ ଖାଇଲେ।